ଆଜ୍ଞା ନମସ୍କାର। ଆଜିର କଥୋପକଥନଟା ଖାଦ୍ୟ ପଦାର୍ଥ ଉପରେ। କ'ଣ ପିଲାଦିନେ ଆମେ ସକାଳୁ ଉଠିକି ମା ଆମକୁ ଚୁଡ଼ା କଦଳୀ, ମୁଢ଼ି, ଛତୁଆ, ଆପଣଙ୍କର ଇଏ ଦେଇ ଦେଉଥିଲେ ଚୁଡ଼ା ମୋହନ ଭୋଗ, ଅଟା ମୋହନ ଭୋଗ, ପିଠା ଏଇସବୁ ଦେଉଥିଲେ। କେତେ ଭଲ ଲାଗୁଥିଲା, ଶରୀର ବି ଭଲ ରହୁଥିଲା। 10ଟା ବେଳକୁ ଭାତ ଡାଲମା ତରକାରୀ ଖାଇକି ଯାଉଥିଲୁ, 4ଟା ବେଳକୁ ମୁଢ଼ି ଖାଉଥିଲୁ, ପୁଣି ରାତିରେ ରୁଟି ଫୁଟି ଖାଉଥିଲୁ ଏବଂ ଟାଇମ୍ଟା ଠିକ୍ ଥିଲା। ସକାଳ 7ରେ ଜଳଖିଆ, 10ଟାରେ ଭାତ, 4ଟାରେ ଜଳଖିଆ ସ୍କୁଲରୁ ଆସିଲେ ଏବଂ ରାତି 8ଟା ସୁଦ୍ଧା ରୁଟି ଫୁଟି ଖାଇକି ଆମେ 9ଟା 10ଟା ପର୍ଯ୍ୟନ୍ତ ପଢ଼ିକି ଶୋଉଥିଲୁ। ସେତେବେଳେ ଆଜ୍ଞା ରୋଗ ବୈରାଗ ନଥିଲା, ଗ୍ୟାଷ୍ଟ୍ରିକ୍ ନଥିଲା, ବିଶେଷ ବଡ଼ ବଡ଼ ରୋଗ କାହିଁ ମୁଁ ପିଲାଦିନେ ଅନୁଭବ କରୁନଥିଲି ଏହା ହେଉଥିଲା ତାହା ହେଉଥିଲା ବୋଲି। ଏବେ ସକାଳୁ ଉଠିଲେ ଗରମ ଗରମ ଚାହା, ଘରେ ନ ପିଇକି ମଧ୍ୟ ବାହାରେ, ଏବଂ ତା ସହିତ ଅଫିସରେ ଯାଇ ଖାଇବେ। ସକାଳୁ କିଛି ଖାଇବେନି, ଏତେ ତରତର ଚାହା ଟିକେ ଗୋଟେ ଖଣ୍ଡେ ବିସ୍କୁଟ୍ ଖାଇ ଦେଇକି ପଳାଇବେ। ଅଫିସରେ 2ଟା ହେଉ 3ଟା ହେଉ ସେତେବେଳେ ଭାତ ଡାଲି ତରକାରୀ ଖାଇବେ। ପୁଣି 4ଟା ବେଳକୁ ଖାଲି ତ ଚାହା ପିଇ 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 ଦିନ ସାରା ଯାଉଥିବ। ରାତିରେ ଆସିଲେ କ'ଣ ଖାଇଦେଲେ ଶୋଇପଡ଼ିଲେ। ଗ୍ୟାସ୍ ହେବନି ଆଉ କ'ଣ ହେବ ଆଜ୍ଞା? ଯଦି ବାଟରେ ଆସିଲାକୁ ରୋଲ, ଚାଉମିନ, ଇଭିନ୍ କି ଘରେ ବି ମାଆ ମାନେ କହୁଛନ୍ତି ମୋର ଆଜି ଦେହ ଭଲ ନାହିଁ, ଟିକେ ଚାଉମିନ ଆଣିଦିଅ ଖାଇଦେବା, ରୋଲ ଆଣିକି ଖାଇଦେବା, ବିରିୟାନୀ ଆଣି ଖାଇଦେବା। ପରଦିନ ଜଣେ ଭେଟେନାରୀ ଡକ୍ଟର ଆଜ୍ଞା ବିରିୟାନୀ ଖାଇଥିଲେ, 3 ଦିନ ହସ୍ପିଟାଲରେ ପଡ଼ିକି ଭଲ ହେଇକି ଆସିଛନ୍ତି। ଘରୋଇ ଭେଟେନାରୀ ଡାକ୍ତର ଆମର। ତେଣୁ ଆମେ ଅର୍ଥଟାକୁ ବାହାରକୁ ଦେଇ ଦେଉଛେ। ରୋଲ ଚାଉମିନ କେଉଁ ଖାଦ୍ୟ ଆପଣ ନିଜେ କୁହନ୍ତୁ ଆଜ୍ଞା? ରୋଲ ଭଲ ଖାଦ୍ୟ କି? ଚାଉମିନ ଭଲ ଖାଦ୍ୟ କି? ଗୁପଚୁପ ଭଲ ଖାଦ୍ୟ କି? ବିରିୟାନୀ ବାହାରେ ହେଉଥିବା ଭଲ ଖାଦ୍ୟ କି? ଯେଉଁ ଫୁଟପାଥରେ ହେଉଛି ଭଲ ଖାଦ୍ୟ କି? କିଏ କେଉଁ ହାତରେ କିଏ କେଉଁ ମସଲା କରୁଥାଏ? ଖାଲି ତ ଆପଣ ଯେତେବେଳେ ଦେଖିବେ ରୋଲ ଚାଉମିନ ଆଉ ଖାଲି କ'ଣ ତ ଘାଣ୍ଟି ପକାଉଛନ୍ତି। ସେ ମିଓନିଜିଟି ମୋମୋ ବି ଗୋଟେ ଅଛି, ମିଓନିଜି ମେଞ୍ଚେ ଦେଇଦିଅ, ସେ ଟିକେ ନାକୁ ରାଗ ମସଲା ଟିକେ ଦେଇଦିଅ, ମସଲା ଗୁଡ଼ାକ ତାପରେ ଥୁଆ ହେଇଯାଉଥିବ। ଆପଣ ହୋଟେଲରେ ତରକାରୀ ଖାଉଥିବେ, ଆଳୁ ପୋଟଳ ଯେତିକି ନଥିବ ମସଲା ସେତିକି ବହୁତ ଥିବ। ଦେହଟା ତ ଖରାପ ହେବ। ଆଜିକାଲି ବହୁତ ଲୋକଙ୍କର ପାନକ୍ରିଆ ପ୍ରୋବ୍ଲେମ୍ ହେଉଛି, ଅର୍ଶ ବାହାରୁଛି, ଗ୍ୟାଷ୍ଟ୍ରିକ୍ ହେଉଛି, ମୁଣ୍ଡବିନ୍ଧା ହେଉଛି, ଅନେକ ଅନେକ ରୋଗ ହେଉଛି। ତାହା ଖାଦ୍ୟଜନିତ ରୋଗ ହେଉଛି। ତେଣୁ ସୁସ୍ଥ ଜୀବନ, ସୁସ୍ଥ ପରମ୍ପରା ପାଇଁକା, ନିଜକୁ ଶରୀରକୁ ସୁସ୍ଥ ରଖିବା ପାଇଁକା ଆପଣ ସୁସ୍ଥ ସୁସ୍ୱାଦୁ ଖାଦ୍ୟ ଖାଆନ୍ତୁ, ରୁଚିପୂର୍ଣ୍ଣ ଖାଦ୍ୟ ଖାଆନ୍ତୁ। ଶରୀରଂ ଆଦ୍ୟଂ ଖଳୁ ଧର୍ମ ସାଧନମ୍। ଧର୍ମ ସାଧନା କରିବାର ମୂଳପିଣ୍ଡ ହେଉଛି ଏ ଶରୀର। ଏ ଶରୀରଟାକୁ ସୁସ୍ଥ ରଖିବା ପାଇଁକା ଆମେ ସୁଷମ ଖାଦ୍ୟ ନିହାତି ଖାଇବା ଆବଶ୍ୟକ। ପନିପରିବା ବି ଜଣେ ଜଣେ ଲୋକ ଖାଉନାହାନ୍ତି, ଫଳମୂଳ ବି ଜଣେ ଜଣେ ଲୋକ ଖାଉନାହାନ୍ତି, ବହୁତ ଲୋକ ବି ଖାଉନାହାନ୍ତି। ସେଉ, ଅଙ୍ଗୁର, ନାସପାତି, ଜାମୁକୋଳି ତ ଗୋଟେ ବଢ଼ିଆ ଜିନିଷଟେ। ଖାଇଲେ ଆପଣଙ୍କର ବର୍ଷ ସାରା ଭିତରେ ଯେତିକି ଚୁଟି ଫୁଟି ସବୁ ଯାଇଥିବ, ତନ୍ତୁ ଜାତୀୟ ଜିନିଷ ଜମା ହେଇକି ଥିବ, ଜାମୁକୋଳି ଖାଇଲେ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସବୁ ବାହାର କରିକି ଲାଟ୍ରିନ୍ ବାଟେ ବାହାର କରିଦେବ, ପେଟ ପୁରା କ୍ଲିଅର କରିଦେବ। ଟମାଟୋ ଖାଇଲେ ହାର୍ଟ ଆଟାକ୍ ବିଶେଷ ହୁଏ ନାହିଁ। ଡାଳିମ୍ବ ଖାଇଲେ ମଧ୍ୟ ରକ୍ତ ପରିଷ୍କାର ହେବ। ଆଜ୍ଞା ଜାଣିଛନ୍ତି, ଥରେ ପ୍ରଫେସର ବିମଳେନ୍ଦୁ ମହାନ୍ତି ଇନ୍ଦ୍ରଧନୁ ମାର୍କେଟକୁ ସାଇକେଲ ଧରିକି ଆସିଥିଲେ। ଘରଟା ତାଙ୍କ ପାଖରେ। କହିଲେ ସାର୍ ଆପଣ ସାଇକେଲ ଧରିକି, ନା କ'ଣ କରିବା, ସାଇକେଲ ଧରିକି ଆସେନି କ'ଣ ବଡ଼ି ଫିଟନେସ୍ ରହିବ। କହିଲେ ସାର୍ ଆସିଛନ୍ତି କୁଆଡ଼େ? କୋଳଥ ଡାଲି ନେବା ପାଇଁ। କହିଲେ କୋଳଥ କ'ଣ ହେବ? ନା ଡାଲି କରି ଖାଉଛୁ ଆମେ। କହିଲେ ସେଇଟା କ'ଣ ହେବ? ନା ଶରୀର ପାଇଁ ହିତକର। ମାସକୁ ସପ୍ତାହକୁ 2-3 ଥର ମୁଁ କୋଳଥ ଡାଲି ଖାଉଛି। ତାଙ୍କ ସହିତ ମଧ୍ୟ ସୁପ୍ରସିଦ୍ଧ ଗାୟକ, ମୋର ବି ପ୍ରିୟ ଗାୟକ ମହମ୍ମଦ ସିକନ୍ଦର ଆଲମ, ଚାଲିଗଲେଣି, ଭଗବାନ ତାଙ୍କୁ ରଖନ୍ତୁ। ସେ ବି ଆସିଥିଲେ, ସେ ବି ସେ କୋଳଥ ଡାଲି ନେଉଥିଲେ, ସେ ବି ସାଇକେଲରେ ଆସିଥିଲେ। ଆମେ କିନ୍ତୁ ଏଇଠୁ ସେଠି ଗଲେ ମୋଟର ସାଇକେଲ ନେଇକି ଯିବୁ, ସେଇଠୁ ସେଇଠି ଗଲେ କାର୍ ନେଇକି ଯିବୁ, ସାଇକେଲ ଛୁଇଁବାର ନାହିଁ। କୋଳଥ ଡାଲି ପ୍ରଶ୍ନ ଉଠୁନି। ଘରେ ମାଆ ମାନେ ବି କୋଳଥ ଡାଲି କରୁନାହାନ୍ତି, ବିରି ଡାଲି ବି କରୁନାହାନ୍ତି, ପିଠାପଣା ବି କରୁନାହାନ୍ତି, ଯାହା ହେବ ସବୁ କିଣା। ମାଆମାନଙ୍କୁ ବି ଅନୁରୋଧ ଆଜ୍ଞା, ବେଳେବେଳେ ଆମ ଶରୀରର ଭଲ ପାଇଁ, ପିଲାମାନଙ୍କ ଭଲ ପାଇଁ କୋଳଥ ଡାଲି ଟିକେ କରିବା, ବିରି ଡାଲି ଟିକେ କରିବା, ଇଟିଲି ଟିକେ କରିବା, ଆରିସା ପିଠା କରିବା, ଚକୁଳି ଟିକେ କରିବା, ଚିତଉ ପିଠା କରିବା। ଏଇସବୁ ବି କରନ୍ତୁ, ହାତ ତିଆରି ରାନ୍ଧଣା ଖାଦ୍ୟ ଖୁଆନ୍ତୁ। ଦେଖିବେ ପିଲାମାନେ ମାଆର ହାତ ରନ୍ଧା ଖାଇଲେ ନା, ସେ ମାଆ ଖାଦ୍ୟ ଖାଇବା ପାଇଁକା ଯେତେ ବଡ଼ ହୁଅନ୍ତୁ, ଯେଉଁଠି ବି ଥାଆନ୍ତୁ, ମାଆ ଖାଦ୍ୟ ଖାଇବା ପାଇଁ ବର୍ଷକୁ ଥରେ 2 ଥର ଆସିବେ ଘରକୁ।
ଆପଣ ଯଦି ବାହାରେ ବାହାରେ ଖୁଆଇବେ, ସବୁ ଜିନିଷ ବାହାରେ ଖୁଆଇବେ, ସେ ସେମିତି ବାହାରେ ବାହାରେ ରହିକି ଖାଇବେ। ସେ ଆଉ କାହିଁ ମା' ପାଖକୁ ଆସିବେ? ପିଲାଦିନୁ ତ ମା' ଖାଦ୍ୟ ଖାଇଲେନି। ସବୁ ତ ମା' ରନ୍ଧା ନ ଖାଇକି ଖାଲି ଭାତ ଡାଲି ତରକାରୀ ଖାଲି କରିକି ଡ୍ୟୁଟି ସମ୍ପାଦନ କରୁଛନ୍ତି ସିନା, କିନ୍ତୁ ଭଲ ମନ୍ଦ ଟିକେ ପିଲାଙ୍କୁ କହିଲେ ସେଇ ଜିନିଷ ପାଇଁ ପିଲାମାନେ ଲେଉଟିକି ଆସିବେ ଆଜ୍ଞା। ଅବଶ୍ୟ କଥା କହୁ କହୁ ମା'ମାନଙ୍କୁ ଆଡ଼ିକି ପାରିଲା ମୋତେ ଭୁଲ ବୁଝୁନି। ଆପଣମାନେ ସମସ୍ତେ ମୋର ମାତୃତୁଲ୍ୟ ଲୋକ, ଯେଉଁମାନଙ୍କ ପିଲା ଛୁଆ ଅଛନ୍ତି ସେମାନଙ୍କୁ ମଧ୍ୟ ଯଥେଷ୍ଟ ସମ୍ମାନ ହେଉଛି। ସେମାନଙ୍କ ଯୋଗୁଁ ଆମର ଏ ସଂସାର ସବୁ ଚାଲିଛି। ଭୁଲ ବୁଝିବେନି, କିନ୍ତୁ ଆପଣ ପିଲାମାନଙ୍କୁ ନିଜ ହାତ ରନ୍ଧା ତିଆରି ଖୁଆନ୍ତୁ। ଦେଖିବେ ପିଲା ମଧ୍ୟ ଆପଣଙ୍କ ପାଖାପାଖି ରହିବେ, ଯୁଆଡ଼େ ଦୂରକୁ ଗଲେ ମଧ୍ୟ ଆପଣଙ୍କ କଥା ମନେ ପକାଉଥିବେ। ଆଉ ପିଲାମାନଙ୍କ ଶରୀର ମଧ୍ୟ ସୁସ୍ଥ ହେଇକି ରହିବ, କେବେ ଅସୁସ୍ଥ ହେବନି। ଆପଣ କ'ଣ ଚାହୁଁଛନ୍ତି ଆପଣଙ୍କ ଆଗରେ ଆପଣ ପିଲା ଅସୁସ୍ଥ ରହୁ, ଗ୍ୟାଷ୍ଟ୍ରିକ୍ ବୋଲି ପେଟକୁ ମାଲା ମାଲା ବୋଲି ଗଡ଼ୁ, ପାଣିକ୍ରିୟା ଖରାପ ହେଉ, ଅର୍ଶ ହେଉ? କେବେ ମା'ଟେ ଚାହିଁବେନି ନା, ବାପା ମା' କେବେ ଚାହିଁବେନି ନା। ତେଣୁ ଆମେ କାହିଁକି ପିଲାମାନଙ୍କୁ ଗୋଟେ ଧାରାରେ ନ ଗଡ଼େଇବା? ସେୟା କରନ୍ତୁ ଏବଂ ଆଗାମୀ ଦିନରେ ସୁଖ ସମୃଦ୍ଧିର ଦୁନିଆଟି ଦେଖନ୍ତୁ। ଭୁଲ ଥିଲେ କହିବେ ଆଜ୍ଞା, ମନ ବୁଝୁନି ବୋଲି ଆପଣଙ୍କ ଆଗରେ ଡିସ୍କସନ୍ କରୁଛି। ନମସ୍ତେ।